ସାମ୍ନାକୁ ଆସିଲା ବଡ଼ ଖବର। ପପୁ ପମ୍ପମ୍ଙ୍କ ମଞ୍ଚ ଉପରକୁ ପଥର ମାଡ଼ ଘଟଣା ଚିହ୍ନଟକାରୀଙ୍କ ତଣ୍ଟି କାଟିଲା ଅଭିଯୁକ୍ତ। ପ୍ରଖ୍ୟାତ ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ଉପରକୁ ପଥର ମାଡ଼ କରିଥିବା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆଜି ଗାଁରେ ଉକ୍ତ ଲୋକକୁ ଦଣ୍ଡବିଧାନ ଲାଗି ଗ୍ରାମ ସଭା ବସିବାର କାର୍ଯ୍ୟକ୍ରମ ଥିଲା। ଷ୍ଟେଜକୁ ପଥର ମାଡ଼ କରିଥିବା ଦୁର୍ବୃତ୍ତ ସୁରଳ ଗ୍ରାମ ଜଣେ ବ୍ୟକ୍ତି ଚିହ୍ନଟ କରିଥିଲେ। ଏକଥା ଜାଣିବା ପରେ ଅଭିଯୁକ୍ତ ଚିହ୍ନଟକାରୀଙ୍କର ତଣ୍ଟି କାଟିଦେବା ସହ ମୁଣ୍ଡରେ ପଥର ଛେଚି କୂଅରେ ପକାଇ ଦେଇଥିଲେ। ଗୁରୁତର ଅବସ୍ଥାକୁ ତାକୁ ଉଦ୍ଧାର କରି ଗାଁ ଲୋକେ ଚିକିତ୍ସା ପାଇଁ ପ୍ରଥମେ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୀଡ଼ିତଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏ ସମ୍ପର୍କରେ ଗୋଳନ୍ତାର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁରଳ ଗ୍ରାମରେ ଜାଗର ଯାତ୍ରା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଥିବା ପ୍ରଖ୍ୟାତ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍ପମ୍ ମଞ୍ଚ ଉପରକୁ ପଥର ମାଡ଼ ହୋଇଥିଲା। ତେବେ ପଥର ପପୁଙ୍କ କାନ୍ଧରେ 1 ଇଞ୍ଚ ବ୍ୟବଧାନରେ ଯାଇ ଡିଜିଟାଲ ଡିସପ୍ଲେ ବୋର୍ଡରେ ବାଜିଥିଲା, ତାହା ଭାଙ୍ଗି ଯାଇଥିଲା। ଏହା ସହ ଆଉ ଏକ ପଥର ମଞ୍ଚ ଉପରେ ଅନ୍ୟ ଜଣେ ଯୁବକଙ୍କ ଉପରେ ବାଜିଥିଲା। ଫଳରେ ସୁରକ୍ଷା ଦୃଷ୍ଟିରୁ ପପୁଙ୍କ କାର୍ଯ୍ୟକ୍ରମରୁ ଅଧାରୁ ପଳାଇଥିଲେ। ଗ୍ରାମରେ ମୁକ୍ତେଶ୍ୱର ମହାଦେବଙ୍କ 2 ଦିନିଆ ଜାଗର ଯାତ୍ରା ହେଉଥିବା ବେଳେ ଏଭଳି ଅଘଟଣ ହୋଇଥିଲା।